ବର୍ଷା ଯେ ବର୍ଷା ଏପର୍ଯ୍ୟନ୍ତ ବର୍ଷା ଛାଡ଼ିବାର ନା ଧରୁ ହିଁ ନାହିଁ। ଆମର ଦେଖନ୍ତୁ ପାଣି ଗୁରା କେତେ ଭର୍ତ୍ତି ହେଇଗଲାଣି ଆମର କୁଣ୍ଡରେ, ପାଣି ଭର୍ତ୍ତି କରି ସାରିଲୁଣି, ହେଲେ ବି ତାର ବର୍ଷା କମିବାର ନାହିଁ। ଏତେ ବର୍ଷା ହେଲା। କାଲି ହେଇଥିଲା, ଆଜି ବି ହେଲା। ଆମର ଆଜି ସାର ପକା ହେଲା ବିଲରେ, ଆଉ ତା ସହିତ ବିଷ ବି ପଡ଼ିଲା ଆମର ଗଛ ଗୁରାରେ। ଯେଉଁ ଆମର ଫୁଲ ଝଡ଼ି ଯାଉଥିଲା, ବିଲାତି ଫୁଲ, ସେଥିପାଇଁ କ'ଣ ବିଷ ପକା ହେଲା। ସେଇଟା ବି ଧୋଇକି ନେଇଗଲା। ଆଜି 200-300 ବେକାର। କାଲି ଆମର 500 ଟଙ୍କାର ଅଣା ହେଇଥିଲା ବିଷ ପଡ଼ିଲା, କାଲି ବି ବର୍ଷା ହେଲା। ଆଜି ବି ଖତମ, କାଲି ବି ଖତମ। କାଲି ବି ବେକାରରେ ଗଲା ପଇସା, ଆଜି ବି ବେକାରରେ। କ'ଣ କରିବା? ସକାଳଠୁ ତ ବର୍ଷା ହେଉଛି, ତାପରେ ଛାଡ଼ି ଯାଇଥିଲା, ଖରା ହେଉଥିଲା। ଆମକୁ ଲାଗିଲା କି ଖରା ଦବ, ଏତେ ଜୋର ଖରା ହେଇଥିଲା। ତାପରେ ପୁରା ହଠାତ୍ ବର୍ଷା ହେଲା। ନମସ୍ତେ, କେମିତି ଅଛନ୍ତି ସମସ୍ତେ? ଆପଣମାନଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ କରୁଛି। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ମୁଁ ବି ବହୁତ ଭଲରେ ଅଛି। ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓ ଆରମ୍ଭ କରିବା। ମାଉସୀ, ଗୋଟେ ମାଛ ତ ସଫା କରିବା। ୱାଓ, ଦେଶୀ ମାଛ ନା? ଗୋଟା ମାଛ, ବାପ। ଏତିକି କେତେ ଜଣ? 1 2 3 4 5। ତ ଘରେ 5 ଜଣ ଅଛନ୍ତି ଲୋକ, 5ଟା ମାଛ। ମୋର ଏଇଟା ମୁଁ ଜାଣିଛି, କାହିଁକି ନା ମୁଁ ସବୁଠାରୁ ଛୋଟ ନା, ମୋତେ ଛୋଟଟା ହିଁ ଦେବ, ଛୋଟଟା ହିଁ ଦେବେ। ମାଉସୀ, ମୁଁ ଏଇଟା ଖାଇବି ଆଜି। ହଁ, ଖାଇଦିଅ ଏଇଟା। ହଉ, ଏବେ ଚାଲନ୍ତୁ ଧୁଆ ଧୋଇ କରିକି ସଫା ସୁତୁରା କରିବା। ମାଉସୀ, କଟା ସରିଗଲା। ଏଇ ମାଛ ପେଟ ଗୁରା ରାନ୍ଧିବନି? ରାନ୍ଧିବ ସେଇଗୁଡ଼ା ବି, ଆଉ ମାଛ ବି ନା? ଏ ମାଉସୀ, ଆମେ ପୁରା ଗୋଟା ଗୋଟା ରାନ୍ଧିଥାନ୍ତେ, ତମେ ଛୋଟ ଛୋଟ କରିଦେଲ। ବାବୁ କହୁଛି ଆଉ ସନ୍ଧ୍ୟାବେଳେ ତ ଅଧା, ଏଇନା ଅଧା କହୁଛି। ଆଉ ସନ୍ଧ୍ୟାବେଳେ ଅଧା ଏଇଗୁଡ଼ା ଖାଇବ? ଏବେ ଅଧା ଖାଇବ, ସନ୍ଧ୍ୟାବେଳେ ଅଧା। ମୁଁ କହିଲି ଗୋଟେ ଗୋଟେ ଫ୍ରାଏ କରିଦେବି, ପୁରା ଗୋଟା ଗୋଟା ଫ୍ରାଏ କରିକି ବେସର ବଟା ଦେଇକି ବହଳିଆ ଝୋଳ କରିବି। ତାର କ'ଣ ତା ମୁଣ୍ଡରେ ପଶିଲା, ସିଏ କହିଲା ପିସ୍ ପିସ୍ କରିଦିଅ। ମାଉସୀ ପିସ୍ କରିଦେଲେ, ସବୁ ଗଡ଼ବଡ଼ ହେଇଗଲା। ମୁଁ କ'ଣ ଭାବିଥିଲି, କ'ଣ ହେଲା? ମୁଁ ଯାହା ବି ଭାବେ ସେଇଆ ହୁଏନି, ଆଉ ଗୋଟେ କ'ଣ ଗଡ଼ବଡ଼ ହେଇକି ରହି ହିଁ ଯାଏ। ଏତିକି ତେଲରେ ହେଇଯିବ। ଆଉ ଟିକେ ଢାଳିବା, ଆଉ ଟିକେ। ବାବୁ, ତେଲ ଢଳା ହେଲା। ହଁ, ସେତିକି। ଖାଇବୁ, ଖାଇକି କ'ଣ ରେଷ୍ଟ ନେଇପାରିବୁ? ଘରେ ବସିବୁ? ନାଇଁ, ଖାଇସାରିଲୁ ଫେର ଆମେ ଦୋକାନ ଯିବୁ। ଟିକେ ବି ଫୁର୍ସତ ନାହିଁ ବା ଆମର। ଖାଇବୁ, ପିଇବୁ, ଫେର କାମ କରିବୁ, ଖାଇବୁ, ପିଇବୁ, ସେତିକି, ଆଉ କିଛି ନାହିଁ। ପକେଇଦେଲେ ଟିକେ। ଏବେ ପିଆଜ ପକେଇଦେବା। ଗୋଟା ମୁଁ କାଟିକି ଗୋଟା ରଖିଦେଇଛି ଗୋଟେ। ଏବେ ପକେଇବା ଆମର ରସୁଣ ଛେଚା। ମୁଁ ଆଜି ରୋଷେଇ କରୁଛି, ଦେଖିବ ଭଲ ଲାଗିବ କି ନାହିଁ ମୁଁ ତ ଜାଣିନି। ମୁଁ ତ ଗୋଟା ପିଆଜ ବି ରଖିଦେଇଛି। କେତେବେଳେ ରୋଷେଇ ସରିବ? ଆଜି ସରିବନି, କାଲି ଆଡ଼କୁ। କାଲି ସରିବ। ସେ ଯେଉଁ ମା ମୋତେ କହିଲା, ଆଉ ଯାହା ଦେଖି ଆସିବୁ, ରୋଷେଇ ଯଦି ସରିଲା ଆଉ କାମ ବନ୍ଦ କରିକି ଯିବା। କାମ ଆଉ ବନ୍ଦ ହବନି କି ରୋଷେଇ ବି ଆଉ ସରିବନି ଯାହାର। ତାହେଲେ ଆଉ ଥରେ ଯାଏ ମାନେ ଏତେ କଲି ଦେଲୁ, ଇଏଟା ବିଷ ଦବାଟା ଆଣିକି ଦେଲୁ। କ'ଣ କହିବ? ସେଠି ବିଲରେ ସେ ଯେଉଁ ବିଲାତି କହିଲାନି, ଆଣ 2-3ଟା ପକେଇଦବା। ନାଇଁ, କହିଲେ ଫୁଲ ଗୁରା ଝଡ଼ି ଯାଉଛି, ସେଟା ପାଇଁ ଟିକେ ସ୍ପ୍ରେ କରିଦେବା। ବର୍ଷା ହେଉଛି ନା। ମସଲା ପଡ଼ିବ ଟିକେ, ଆଉ ଅଳ୍ପ ଲଙ୍କା ପକେଇଦେବା। ଆଗରୁ ପକା ହେଇଥିଲା ନା, ଅଳ୍ପ ପକେଇବା। ଏଇଟା ସବୁ କି ମସଲା ଭାଇ ରଖିଛି? ଭାଇ, କି ମସଲା ଏଗୁଡ଼ା? କହିଦେ ତୁ ନିଜେ।
मिक्स मिक्स मसला सेटा होची सब हमर मिक्स कर देइछि मसला गुरा धनिया गुंड हळदी ये पके नबा एतिकी मु आसिला बेलू जेमती रोषाई सर जाइछो हां हां खाइबा पीबा सरी कि बासन मजा भी सर जाइछो एबे सरिष बटा जुलताम ଆଉ ଗୋଟେ ତରକାରୀ କରିବି ମସଲା ସିଝିବ ମସଲା ଗୋଟେ କରିଛି ଏମିତି କ'ଣ ପକେଇବା ସେତେବେଳେ ଏବେ ଲୁଣ ପକେଇବା ଯଦି ହବନି ଲୁଣ ପରେ ପକେଇକି ଖାଇବା ଘୋଡ଼େଇ ଦେବା ହାଁ ଆମେ ଯେଉଁ ଆମ୍ବୁଲ ଝୋଳକୁ ଏବେ ପକେଇବାନି ପକେଇଲେ ଆଳୁ ଆମର ଭଲ ଭାବରେ ସିଝିବନି ଆଗେ ଆଳୁ ସିଝିଯାଉ ତାପରେ ଆମ୍ବୁଲ ପରେ ପକେଇବା ଆମ୍ବୁଲ ପକେଇଦବା ବର୍ଷା ହଉଛି ଆଙ୍କର ପୁରା ଅନ୍ଧାରରେ କେମିତି ଡ୍ରଇଂ ଚାଲିଛି ଚିତ୍ର କରା ଚାଲିଛି ତାଙ୍କର ଏପଟେ ବର୍ଷା ହଉଛି ଜୋରନି ଆଉ ଇଏ ଏପଟେ ତାର କ'ଣ କରୁଛି ଆଉ ଇଏ ତାର କ'ଣ ଚଢ଼ିଲାନି ପର୍ବତ ଭଳିଆ କ'ଣ ହଉଛି ରୁଦ୍ର ଭାଇ ଗାମା ପାଣି ପୁରା ପଡୁଛି ଗାମା ଗାମା ହଉଛି ହଁ କ'ଣ 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 ହଁ ଭାଇ 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 ବର୍ଷା ପଡୁଛି ବାବୁ ତଳି ଦେ ହେଇଗଲା ତରକାରୀ ତ ଏବେ ଟେଷ୍ଟ କରିକି ଦେଖିବା କେମିତି ଲାଗୁଛି ତରକାରୀ ହେଇଛି ଭଲ ବାବୁ କରିଥିଲା ନା ନା ସେ ଆଜି ତାର ପାଳି କରିଥିଲା